ଆଜିର ଅନୁଚିନ୍ତା ଜୀବନରେ କେବେ ବି ନିଜକୁ ଏକା ଭାବନ୍ତୁ ନାହିଁ। ଭଗବାନ ସବୁବେଳେ ଆପଣଙ୍କ ସହିତ ଅଛନ୍ତି। ତାଙ୍କ ଉପରେ ଭରସା ରଖନ୍ତୁ। ସବୁ କଷ୍ଟ ଧୀରେ ଧୀରେ ଦୂର ହୋଇଯିବ। ମନେ ରଖନ୍ତୁ, ଭଲ କର୍ମ କେବେ ବି ବ୍ୟର୍ଥ ଯାଏ ନାହିଁ। ଆଜି ନୁହେଁ ତ କାଲି ଭଗବାନ ଆପଣଙ୍କ ପରିଶ୍ରମର ଫଳ ନିଶ୍ଚୟ ଦେବେ। ଯେଉଁ ହୃଦୟରେ ଦୟା ଓ କ୍ଷମା ରହେ, ସେହି ହୃଦୟରେ ଭଗବାନ ବାସ କରନ୍ତି। ସେଥିପାଇଁ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ। ସମୟ ଖରାପ ଥିଲେ ବି ଧୈର୍ଯ୍ୟ ହରାନ୍ତୁ ନାହିଁ। ଭଗବାନ ବିଳମ୍ବ କରନ୍ତି, କିନ୍ତୁ ନ୍ୟାୟ କରିବାରେ କେବେ ବିଳମ୍ବ କରନ୍ତି ନାହିଁ। ଧନଠାରୁ ବଡ଼ ହେଉଛି ଭଲ ସ୍ୱଭାବ। ସ୍ୱଭାବ ଭଲ ଥିଲେ ଭଗବାନଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ। ସକାଳର ପ୍ରଥମ ନାମ ଯଦି ଭଗବାନଙ୍କର ହୁଏ, ସାରା ଦିନ ମନରେ ଶାନ୍ତି ଓ ଜୀବନରେ ସକାରାତ୍ମକତା ରହିଥାଏ। ଅନ୍ୟର ଖୁସିରେ ଖୁସି ହେବାକୁ ଶିଖନ୍ତୁ। ଏହି ଗୁଣ ମଣିଷକୁ ଭଗବାନଙ୍କ ସବୁଠାରୁ ନିକଟତର କରିଦିଏ। କ୍ରୋଧ ମଣିଷର ବୁଦ୍ଧିକୁ ନଷ୍ଟ କରେ, କିନ୍ତୁ ଶାନ୍ତ ମନ ଭଗବାନଙ୍କ ଆଶୀର୍ବାଦକୁ ଆକର୍ଷିତ କରେ। ଜୀବନରେ ସତ୍ୟର ପଥ କଷ୍ଟକର ହୋଇପାରେ, କିନ୍ତୁ ଶେଷରେ ସେହି ପଥ ହିଁ ସମ୍ମାନ ଓ ସଫଳତା ଦିଏ। ଯିଏ ପ୍ରତିଦିନ କୃତଜ୍ଞତା ପ୍ରକାଶ କରେ, ତାଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଧୀରେ ଧୀରେ ବଢ଼ି ଚାଲେ। ନିଜ କର୍ମକୁ ପବିତ୍ର ରଖନ୍ତୁ, କାରଣ ଭଗବାନ ଆପଣଙ୍କ କଥା ନୁହେଁ କର୍ମକୁ ଅଧିକ ମୂଲ୍ୟ ଦିଅନ୍ତି। ଅହଙ୍କାର ମଣିଷକୁ ତଳକୁ ନେଇଯାଏ, କିନ୍ତୁ ନମ୍ରତା ତାଙ୍କୁ ଭଗବାନଙ୍କ ଆଶୀର୍ବାଦର ଯୋଗ୍ୟ କରିଦିଏ। ପ୍ରତ୍ୟେକ ସକାଳ ଏକ ନୂଆ ସୁଯୋଗ। ଭଗବାନଙ୍କ ନାମ ନେଇ ଦିନ ଆରମ୍ଭ କରନ୍ତୁ। ଭଲ ଫଳ ନିଶ୍ଚୟ ପାଇବେ। ଦୁଃଖ ସବୁଦିନ ରହେ ନାହିଁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ସୁଖର ସମୟ ନିଶ୍ଚୟ ଆସିବ। ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ଭଗବାନଙ୍କ ଉପରେ ଅଟୁଟ ବିଶ୍ୱାସ। ସେହି ବିଶ୍ୱାସ ହିଁ ଅସମ୍ଭବକୁ ସମ୍ଭବ କରିଦିଏ। ଭଗବାନ କେବେ ଆପଣଙ୍କ ପ୍ରାର୍ଥନାକୁ ଅଣଦେଖା କରନ୍ତି ନାହିଁ। ସେ ଠିକ୍ ସମୟରେ ଠିକ୍ ଜିନିଷ ଦିଅନ୍ତି। ତେଣୁ ଧୈର୍ଯ୍ୟ ଓ ବିଶ୍ୱାସ କେବେ ହରାନ୍ତୁ ନାହିଁ। ମନେ ରଖନ୍ତୁ, ଜୀବନରେ ଯେତେ ବଡ଼ ସମସ୍ୟା ଆସୁନା କାହିଁକି, ଭଗବାନଙ୍କ ନାମ ସ୍ମରଣ କରନ୍ତୁ। ଭକ୍ତି ଶକ୍ତିର ମନକୁ ସାହସ ଦିଏ ଏବଂ ପ୍ରତ୍ୟେକ କଷ୍ଟର ସାମ୍ନା କରିବାକୁ ଶକ୍ତି ଦିଏ। ଅନ୍ୟର ଦୋଷ ଦେଖିବା ପୂର୍ବରୁ ନିଜ ଭୁଲକୁ ସୁଧାରନ୍ତୁ। ଯିଏ ନିଜକୁ ବଦଳାଇ ପାରେ, ସେ ଜୀବନରେ ପ୍ରକୃତ ସଫଳତା ପାଏ। ମିଛ କଥା କିଛି ସମୟ ପାଇଁ ଜିତିପାରେ, କିନ୍ତୁ ସତ୍ୟ ସବୁବେଳେ ଶେଷରେ ବିଜୟ ହୁଏ। ତେଣୁ ସତ୍ୟର ପଥ କେବେ ଛାଡ଼ନ୍ତୁ ନାହିଁ। ଜୀବନରେ ଯେତେ ଉଚ୍ଚ ସ୍ଥାନକୁ ଯାଆନ୍ତୁ, ନିଜ ସଂସ୍କାର ଓ ନମ୍ରତାକୁ କେବେ ଭୁଲନ୍ତୁ ନାହିଁ। ଏହା ହିଁ ମଣିଷର ପ୍ରକୃତ ପରିଚୟ। ପ୍ରତିଦିନ ସକାଳେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ, କାରଣ ଆଉ ଗୋଟିଏ ନୂଆ ଦିନ ମିଳିବା ମଧ୍ୟ ତାଙ୍କର ସବୁଠାରୁ ବଡ଼ ଆଶୀର୍ବାଦ। ଯିଏ ଅନ୍ୟର ଦୁଃଖରେ ସାଥୀ ହୁଏ, ଭଗବାନ ସେହି ମଣିଷର ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦିଅନ୍ତି। କ୍ଷମା କରିବା ଦୁର୍ବଳତା ନୁହେଁ, ଏହା ଜଣେ ଶକ୍ତିଶାଳୀ ମଣିଷର ସବୁଠାରୁ ବଡ଼ ଗୁଣ। କ୍ଷମା କରିଲେ ମନ ମଧ୍ୟ ଶାନ୍ତ ରହେ। ଅନ୍ୟକୁ ସମ୍ମାନ ଦେଲେ ଆପଣଙ୍କ ସମ୍ମାନ କେବେ କମେ ନାହିଁ, ବରଂ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ମହାନ କରିଥାଏ। ଭାଗ୍ୟକୁ ଅପେକ୍ଷା କରି ବସି ରହନ୍ତୁ ନାହିଁ। ସତ୍ କର୍ମ, ପରିଶ୍ରମ ଓ ଭଗବାନଙ୍କ ଉପରେ ବିଶ୍ୱାସ ହିଁ ସଫଳତାର ପ୍ରକୃତ ଚାବିକାଠି। ଯେଉଁ ଘରେ ପ୍ରେମ, ସମ୍ମାନ ଓ ଭଗବାନଙ୍କ ସ୍ମରଣ ରହେ, ସେହି ଘରେ ସୁଖ ଓ ସମୃଦ୍ଧି ସବୁବେଳେ ବାସ କରେ।